अरे टिके मो रुह रे संध्या तो हो गलानी एबे आमे रहिबा कोउठी। अरे 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 एटी बसीगल कौन उठ उठ। अरे गाँव तो कौटी होटेल कि लजर व्यवस्था नथिबो चलो से गाँव मुखिया सह कथा होई कौ स्कूल घरे गोटे रहिबार व्यवस्था करवा। अरे ये छिड़ा गपुच कौन संध्या लानी जल्दी चल गाँव आड़ को जावा। आस आस जल्दी आस। देख भाई तुम जाओ जा मैं गोटे पाद भी आगू जापर। अरे अल्प बाट चले अरे देखिल देखिल लाइट मिंजी मिंजी जाऊँ ना कौन बोधे गोटे घर रही चल ठीक जा। आज्ञा घरे किए अच्छा घरे किए अच्छा घरे किए अच्छा आज्ञा घरे किए अच्छा घरे किए अच्छा घरे किए अच्छा। अरे बापा क्या खोजुच रे मौसा आम सहर आसलु आप गाँव किसी डेभलपमेंट काम भाभी आज रात को यही घर काटिदेबू आ ना 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 ये जमा रही हेनी ये कश्मीर काले रही हेनी पड़ा पड़ा ए जगह छाड़ी पड़ा जमा रही हेनी पड़ा 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 पड़ा। बुझलु ना रे मत जगह ठीक लगुनि से बुढ़ा जहाँ कौच ठीक कौच चल आम जगह छाड़ी पलि ना कौन कौच। अरे राति तो हो गला गाँव को केमी जा चल यही घरे रहीकि आज रातिटा कटेदबा आ। अरे हे ए घर भारी असना ही पड़ी चल किए तो सफा सफी करदबा। अरे कंटा गुरा कौन बाड़ा कौन है अरे एत जोर चिल्लाउछु कहीं भीतर किए गोटे अच्छी। अरे यही घर भीतर चल चल देखे किए अच्छी।
କାହିଁ ଏଠି ତ କେହି ନାହାନ୍ତି। ତୁ ଏଠି ବସି ବେକାରଟାରେ ଡରୁଛୁ। ଚାଲ ଆମ ସାର୍ କାମ କରିବୁ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ସୁରେଶ 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 ଆରେ ତୁ ଏତେ ଡରୁଛୁ କ'ଣ ମ? ଆରେ ଜାଣିଛୁ କାଲି ଯେଉଁ ଆମର ପ୍ରୋଜେକ୍ଟ କାମଟା ଆରମ୍ଭ ହେଉଛି ତା ଦେହରେ 4000 କୃଷକ ଉପକୃତ ହେବେ। ଆଉ ହଁ ପାଖାପାଖି 20,000 ହେକ୍ଟର ଜମିରେ ଜଳସେଚନ ହେବ। ଆଉ ହଁ ଯେତେ ଶୀଘ୍ର ଏ ପ୍ରୋଜେକ୍ଟ କାମଟା ସରିଯିବ ଆମେ ଗାଁ ଛାଡ଼ିକି ସହରକୁ ଫେରିଯିବା। ଆରେ ଦିନେଶ ତୋର ପୁଣି କ'ଣ ହେଲା? ତୁ କ'ଣ ଏମିତି ଗୁମ୍ ଖାଇକି ବସିଲୁ? ଆରେ ଆରେ ସେପଟେ କ'ଣ ଖାଲି ରକ୍ତ ଗୁଡ଼ା କଥା ହେଇଛି। ମୁଁ ତମମାନଙ୍କୁ ପ୍ରଥମରୁ ମନା କରୁଛି ଏଠି ରହିବାଟା ଠିକ୍ ନୁହଁ ଆମ ପାଇଁ। ଚାଲ ଚାଲ ଏଠୁ ପଳାଇବା ଚାଲ। ରକ୍ତ ଚାଲ ଦେଖିବା ସେ କେଉଁଠି ରକ୍ତ ପଡ଼ିଛି। ନା 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 ଆମେ ସେଠିକି ଯିବାନି। ହେ ତୁ ବେଶୀ ବକ ବକ କରୁଛୁ। ଚାଲ ଦେଖି ଆସିବା। କୋଉଠି ରକ୍ତ? ଆରେ ଏଇଠି ତ ଥିଲା ତା ଗୋଟେ ଗୋଠାଟି ନେଲା ବେଳେ ଜଣା ପଡୁଥିଲା। ଆରେ ଦିନେଶ ତୁ ବି ସୁରେଶ ବାଗିଆ ଭୂତ ପ୍ରେତ ଉପରେ ବିଶ୍ୱାସ କରୁଛୁ। ଏଗୁଡ଼ା ସବୁ ଅନ୍ଧବିଶ୍ୱାସ। ଚାଲ ଏଠୁ। ସୁରେଶ ପୁଣି କୁଆଡ଼େ ଗଲା? ମାନସ ଏ ମାନସ ଏ ସୁରେଶ ପୁଣି ଚିଲୁଛି ନା କ'ଣ? କାହିଁ ଚାଲ ଦେଖିବା। ସୁରେଶ ଏଇ ସୁରେଶ ଏଇ ବେଉସି ପାଣି ଆଣି ପାଣି ଦେ ସୁରେଶ। ଆରେ ସୁରେଶ ତୋର ପୁଣି କ'ଣ ହେଲା? ତୋତେ ମନା କରାହେଇଥିଲା ଏକୁଟିଆ ଆସିବୁନି ବୋଲି। ଭୂତ ଭୂତ ଏଇଠି ଥିଲା। ଦେଖିଛି ଏଇଠି ଭୂତ ଥିଲା। ଏ ଭୂତ ଭୂତ କିଛି ନୁହେଁ। ଏଗୁଡ଼ା ସବୁ ଅନ୍ଧବିଶ୍ୱାସ। ଚାଲ ଏଠୁ।
ସୁରେଶ ତମ ଦି ଜଣ ଉଠିଗଲ। ମତେ ଉପରୁ କାର ଗୋଟେ ଚାଲିବା ସାଉଣ୍ଡ ଶୁଭିଲା। ଆରେ ହଁ ତ ମୋତେ ବି ତ ଶୁଭିଲା, ବୋଧେ ଚୋର ଫୋର ପଶିଥିବ। ଚାଲ ଦେଖିବା। ନା ବାବା ନା ନା, ମୁଁ ତମ ସାଙ୍ଗରେ ଯାଇପାରିବିନି। ଚୋର ଫୋର ସବୁ କେହି ନୁହେଁ, ଏସବୁ ଭୂତର ଆବାଜ ବୋଧେ ହେଇଥିବ। ହେ ଭୂତ କଥା କେହି ଆଜି ସମସ୍ତ ବିଶ୍ୱାସ ଚାଲ। ଆରେ ପାଉଁଜି ସାଉଣ୍ଡ କୋଉଠି ଶୁଭୁଛି? ଆରେ ହଁ ତ ଚାଲ ଚାଲ ଦେଖିବା। ଆରେ ହେ କିଏ ସେଠି, କିଏ ସେଠି? ଆରେ ଦିନେଶ, ସୁରେଶ, ଇଏ ଚୋର ନୁହେଁ, ଭୂତ। ଚାଲ ଚାଲ ତଳ ରୁମକୁ ଚାଲ। ଆରେ ସୁରେଶ, ଦିନେଶ, ବୁଝିଲ ନା ରେ, ଏଟା ପୁରା ଭୂତ କୋଠିଟା, ଏଠି ଆଉ ରହିହବନି। ଚାଲ ଏଠୁ ପଳେଇବା। ଗାଁ ମନ୍ଦିରରେ ଲୁଚି ବସିଥିବି ମୁଁ, ତୋ ଗାଁ ଲୋକ ଭାବି ନେବେ ପିଲା ଚୋରଟେ। ଆସିବେ ହଁ ଆସିବେ, ମୋ ପିଠିରେ ବହେ ଖୋବି ଦେବେ ରେ, ଗାନି ନାଲି କରିଦେବେ, ଗାନି ନାଲି କରିଦେବେ। ଆରେ ଆରେ ତମେ ତ ଆମ ଗାଁ ଲୋକ ଭଳିଆ ଲାଗୁନା। ତମ ପୋଷାକ ପତ୍ରରୁ ଦେଖିଲେ ଲାଗୁଛି ତମ ସହରରୁ ଆଇଛ। ହଁ ବାବୁ, ଏ ତ ସକାଳୁ ସକାଳୁ ଆମ ଗାଁ ଅଭିମୁଖେ କୁଆଡ଼େ? ଆଜ୍ଞା, ଆମେ ଆପଣଙ୍କ ଗାଁକୁ ଟିକେ ଜରୁରୀ କାମ ପାଇଁ ଆସିଥିଲୁ। ହଁ ହେଲା ଯେ, କିନ୍ତୁ ତମେ ବ୍ୟସ୍ତରେ ଥିଲା ଭଳିଆ ଜଣାପଡ଼ୁଛ। ମଉସା, ଆମେ ଆସୁ ଆସୁ କାଲି ଟିକେ ରାତି ହେଇଗଲା, ସେଥିପାଇଁ ତମ ଗାଁ ମୁଣ୍ଡରେ ଯେଉଁ ଡାକ ମଙ୍ଗଳା ଅଛି ସେଠି ଟିକେ ରହିଯାଇଥିଲୁ। ତାପରେ ବୁଝିଲ ବାପା, ତମ ବେଳାଟା ଭଲ।
ଯାହା ହଉ ତମେ ତିନିଟା ବଞ୍ଚିକି ଫେରି ଆଇଛ। ଆଜି ପର୍ଯ୍ୟନ୍ତ ସେ ଡାକ ବଙ୍ଗଳାରେ ଯିଏ ବି ରାତିରେ ରହିଛନ୍ତି ସିଏ ଆଉ ସକାଳୁ ଜୀବନ୍ତ ଫେରି ନାହାନ୍ତି। ଆଜକୁ ପାଖାପାଖି 15 ବର୍ଷ ତଳର କଥା। ସେଠି ଯୋଡ଼ିଏ ଝିଅ ରହୁଥିଲେ ସେ ଡାକ ବଙ୍ଗଳାରେ। କ'ଣ ହେଲା କେଜାଣି ତା ଭିତରୁ ଗୋଟାଏ ଝିଅ ଆତ୍ମହତ୍ୟା କରିଦେଲା। ଆଉ ସିଏ ଯେବେଠୁ ଆତ୍ମହତ୍ୟା କରିଦେଲା ସେ ଡାକ ବଙ୍ଗଳାରେ ତା ଆତ୍ମାଟା ଘୁରି ବୁଲିଲା। ଆଉ ଗୋଟାଏ ଝିଅକୁ ସିଏ ରଖାଇ ଦେଲାନି। ତାପରେ ସେ ଆର ଝିଅଟା ବି ସେ ଘର ଛାଡ଼ିକି ପଳେଇଗଲା। ତାପରେ ଗାଁ ଲୋକମାନେ ମିଶି ଗୁଣିଆକୁ ଡାକି ପୂଜା ପାଠ କରି ସେ ଘରେ କଣ୍ଟା କିଛି ବାଡ଼େଇଥିଲେ। ଏବେ ବି ସେ ଭୂତର ଆତ୍ମା ସେ ବଙ୍ଗଳା ଚାରିକର ଘୁରି ବୁଲୁଛି। ଲୋକେ ଡରିକି ସେଠିକି କେହି ଯାଉନାହାନ୍ତି। ତମ ଭାଗ୍ୟ ଭଲ ବାବୁ, ତମେ ମାନେ ବଞ୍ଚିକି ସେଠୁ ଫେରି ଆଇଛ। ଆରେ ବାବୁ ଏତେ କ'ଣ ଭାବୁଛ? ମଉସା, କାଲି ରହିବା ପାଇଁ ଘର ସଫା କଲାବେଳେ ମୁଁ ସେ କଣ୍ଟା ଗୁଡ଼ାକ ଓପାଡ଼ି ଦେଇଥିଲି। ସେଥିପାଇଁ ବୋଧେ କାଲି ଡାକ ବଙ୍ଗଳାରେ ସେ ଭୂତର ଆତ୍ମାଟା ପ୍ରବେଶ କରିଛି। ହଉ ହଉ ବାପା, ଏବେ ଡରିବାର କିଛି ନାହିଁ। ତମେ ଆସି ଗାଁରେ ପହଞ୍ଚି ସାରିଲେଣି। ଆସ ମୁଁ ତମକୁ ଗାଁକୁ ନେଇଯାଉଛି। ଚାଲ ତମକୁ ସ୍କୁଲ ଘରେ ରହିବାର ବ୍ୟବସ୍ଥା କରିଦେବି। ଚାଲ ଆସ ଆସ ଆସ।